ଆଜି ମୋ କୃଷ୍ଣ କହ୍ନେୟାଙ୍କର ଜନ୍ମଦିନ। ସେଇଥିପାଇଁ ଭାବିଲି ସକାଳୁ ଜଲ୍ଦି ସବୁ କାମ ସାରି ତାଙ୍କୁ ଟିକେ ସଜବାଜ କରିଦେବି। ବଂଶୀଟା ବି ତାଙ୍କର ବହୁତ ଖରାପ ହେଇଯାଇଥିଲା, ସେଥିପାଇଁ ଭାବିଲି ଗୋଟେ ନୂଆ ବଂଶୀଟେ ନେଇ ଆସିବି। ନୂଆ ବସ୍ତ୍ର ଆଉ ମୟୂର ପୁଚ୍ଛରେ କେତେ ସୁନ୍ଦର ଦେଖାଯାଆନ୍ତି ସିନା ମୋ କୃଷ୍ଣ କହ୍ନେୟା। ଆଉ ଆମର ଛାତ ଉପରେ ସୁନ୍ଦର ସୁନ୍ଦର ତୁଳସୀ ପତ୍ର ହେଇଥିଲା। ବୋଉ ଆଜି ଆମର ତାକୁ ତୋଳି ଆଣିଛନ୍ତି। ଦୋକାନରୁ ଶୁଖିଲା ତୁଳସୀ ପତ୍ର କିଣିବାର କୌଣସି ମୂଲ୍ୟ ନାହିଁ। ଘରେ ଯଦି ଗୋଟେ ଗଛ ଲଗେଇଥିବେ ସେ ତ ବଢ଼ିଆ ହେଇଯିବ। ସକାଳୁ ବୋଉ ଟଗରର କଢ଼ ତୋଳି ଆଣିଥିଲେ, ଏବେ ସେ ମାଳ ବନେଇ ଦେଇଛନ୍ତି। ଦେଖନ୍ତୁ ମାଳଟା ବି ବହୁତ ସୁନ୍ଦର ହେଇଛି। ସବୁ ସଜ ହେଇସାରିଲା ପରେ ଠାକୁର କେତେ ସୁନ୍ଦର ଦେଖାଯାଉଛନ୍ତି। ଆପଣଙ୍କୁ ମୋ କହ୍ନେୟା କେମିତି ଲାଗିଲେ? ମୋତେ ତ ମୋ କହ୍ନେୟା ସୃଷ୍ଟିରୁ ସମସ୍ତଙ୍କଠାରୁ ସୁନ୍ଦର ଦେଖାଯାଆନ୍ତି। ଆଉ ଆପଣଙ୍କୁ? ସବୁ ଠାକୁରଙ୍କୁ ସଜ କରିସାରିଲା ପରେ ବୋଉ ଆମର ପାଣି ଛଡ଼େଇ ଭୋଗ ଲଗେଇଦେଲେ। ଆପଣ ଆଜି ଆପଣଙ୍କ କହ୍ନେୟାକୁ କେମିତି ସଜେଇଛନ୍ତି କମେଣ୍ଟ କରି ନିଶ୍ଚୟ ଜଣାଇବେ। ଜୟ ଜଗନ୍ନାଥ, ଜୟ କୃଷ୍ଣ କହ୍ନେୟା।